ପିଲାମାନେ ଏହା ହେଉଛି ସमेଟିଭ୍ ଆସେସମେଣ୍ଟ 1 ଅର୍ଥାତ୍ ତୁମର ଅର୍ଦ୍ଧବାର୍ଷିକ ପରୀକ୍ଷାର ସମସ୍ତ ପ୍ରକୃତ ପ୍ରଶ୍ନପତ୍ର ଆମ ପାଖକୁ ପହଞ୍ଚି ଯାଇଛି ଏବଂ ଆମେ ଯଥାଶୀଘ୍ର ତୁମମାନଙ୍କ ପାଖକୁ ଆମେ ପହଞ୍ଚାଇଛୁ ତୁମର ସଫଳତା ପାଇଁ ତୁମର କୃତକାର୍ଯ୍ୟ ପାଇଁ। ଠିକ୍ ଅଛି, ଆମେ ଦେଖିବା କେଉଁ ସବୁ ପ୍ରଶ୍ନ ଅଛି। ଏଇଠି ତୁମର ନାଁ ଲେଖିବ, ପରୀକ୍ଷାର୍ଥୀଙ୍କ ନାମ, ତୁମର ପୁରା ନାଁ ଲେଖିବ ଏଇଠି। ଠିକ୍ ଅଛି, ତାପରେ ଅଛି ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର, ଏଇଠି ତୁମର ରୋଲ୍ ନମ୍ବର ଲେଖିବ। ଠିକ୍ ଅଛି, ତାପରେ ଏଇଠି ଲେଖିବ ବିଦ୍ୟାଳୟର ନାମ, ତୁମର ବିଦ୍ୟାଳୟର ନାମ ଲେଖିବ ଏଇଠି। ତାପରେ ଏଇଠି ଅଛି ତାରିଖ, ତୁମେ ଯେଉଁ ତାରିଖରେ ସେଇ ପରୀକ୍ଷା ଦେବ ସେଇ ତାରିଖ ଏଇଠି ଲେଖିବ। ତାପରେ ଏହା ହେଉଛି ତୃତୀୟ ଶ୍ରେଣୀ, ସମୟ 2 ଘଣ୍ଟା, ବିଷୟ ହେଉଛି ଗଣିତ। ଠିକ୍ ଅଛି, ଏଇଠି ତୁମର କାମ କିଛି ନାହିଁ, ଏଇଠି ତୁମର ଶିକ୍ଷକ କାମ କରିବେ। ଠିକ୍ ଅଛି, ତାପରେ ଏଇଠି ତୁମ ଶିକ୍ଷକ ଦସ୍ତଖତ କରିବେ। ଏହା ହେଉଛି ପୂର୍ଣ୍ଣାଙ୍କ 50, କେତେ ମାର୍କ ଆଣିଲ, ଲିଖିତ ମୌଖିକ ସବୁ ଏଇଠି ତୁମର ଶିକ୍ଷକ ମାର୍କ ଦେବେ। ଠିକ୍ ଅଛି, ତାପରେ ଦେଖିବା ପ୍ରଶ୍ନ କ'ଣ ଅଛି। ପ୍ରଥମ ପ୍ରଶ୍ନ ଅଛି 5ଟି କଙ୍କଡ଼ାର ଗୋଡ଼ ମିଶି କେତୋଟି? 5ଟି କଙ୍କଡ଼ାର ଗୋଡ଼ ମିଶି କେତୋଟି ତୁମେ ଏଇଠି ଲେଖିବ। ଠିକ୍ ଅଛି, ତାପରେ 2 ଅଙ୍କ ବିଶିଷ୍ଟ ସବୁଠାରୁ ବଡ଼ ସଂଖ୍ୟାଟି ଲେଖିବ ଏଇଠି। 2 ଅଙ୍କ ବିଶିଷ୍ଟ ସବୁଠାରୁ ବଡ଼ ସଂଖ୍ୟାଟି 99 ଏଇଠି ଲେଖିବ। ଠିକ୍ ଅଛି, ତାପରେ 7 ମିଟର ସମାନ କେତେ ସେଣ୍ଟିମିଟର? ଠିକ୍ ଅଛି, 7 ମିଟର ସମାନ କେତେ ସେଣ୍ଟିମିଟର? 700 ସେଣ୍ଟିମିଟର ତୁମେ ଲେଖିବ। ଠିକ୍ ଅଛି, ତାପରେ ଆୟତ ଘନର ଡେକ୍ସଟି ଧାର ଅଛି। ଆୟତ ଘନର କେତୋଟି ଧାର ଅଛି? ଏଇଠି ଲେଖିବ ତୁମେ 12ଟି ଧାର ଅଛି। ଠିକ୍ ଅଛି, ତାପରେ ଇଂରାଜୀ ବର୍ଷର ଶେଷ ମାସର ନାମ କ'ଣ? ଇଂରାଜୀ ବର୍ଷର ଶେଷ ମାସର ନାମ କ'ଣ? ତୁମେ ଏଇଠି ଲେଖିବ ଡିସେମ୍ବର। ତୁମେ ଏଇଠି ଲେଖିବ ଡିସେମ୍ବର, ଓଡ଼ିଆରେ ଲେଖିବ। ଠିକ୍ ଅଛି, ଡିସେମ୍ବର ଲେଖିବ। ତାପରେ ପରବର୍ତ୍ତୀ ପ୍ରଶ୍ନ, ଉତ୍ତର ଦିଅ। ଷଷ୍ଠ ସପ୍ତମ ଆଦିକୁ କେଉଁ ସଂଖ୍ୟା କହନ୍ତି? ତୁମେ ଏଇଠି ଲେଖିବ ପୂରଣବାଚକ ସଂଖ୍ୟା। ପୂରଣବାଚକ ସଂଖ୍ୟା। ଠିକ୍ ଅଛି, ପୂରଣବାଚକ ସଂଖ୍ୟା କହନ୍ତି। ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଗୋଟିଏ ବ୍ୟାଟ୍ର ଦାମ 240 ଟଙ୍କା ଓ ବଲ୍ର ଦାମ 100 ଟଙ୍କା ହେଲେ ଉଭୟର ଦାମ ମିଶି କେତେ ଟଙ୍କା? ଠିକ୍ ଅଛି, ତୁମେ ଏଇଠି କେତେ ଟଙ୍କା ହେବ ହିସାବ କରିବ। ଗଣିତ ଅତି ସହଜ ପ୍ରଶ୍ନ ପିଲାମାନେ, ବେଶୀ କିଛି କଠିନ ନୁହେଁ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି ଗୋଟିଏ ସଂଖ୍ୟାର ଠିକ୍ ପରବର୍ତ୍ତୀ ସଂଖ୍ୟା ଜାଣିବା ପାଇଁ ସଂଖ୍ୟା ସହ କେତେ ଯୋଗ କରାଯାଏ? କେତେ ଯୋଗ କରାଯାଏ? 1 ଯୋଗ କରାଯାଏ। ଠିକ୍ ଅଛି, ତୁମେ ଲେଖିବ 1 ଯୋଗ କରାଯାଏ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି 776 ଅଙ୍କରେ କେତେ ହେବ ଲେଖିବ। 776 ତୁମେ ଲେଖିବ 776, ଏତିକି ହେବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି 15ର ପୂରଣବାଚକ ସଂଖ୍ୟା କେତେ? 15ର ପୂରଣବାଚକ ସଂଖ୍ୟା କେତେ? ତୁମେ ଏଇଠି ଲେଖିବ। ଠିକ୍ ଅଛି, ଧନ୍ୟବାଦ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ସଂଖ୍ୟା ଗୁଡ଼ିକୁ ଅକ୍ଷରରେ ଲେଖିବ। এই ସଂଖ୍ୟା ଗୁଡ଼ିକୁ ପିଲାମାନେ ତୁମେ ଅକ୍ଷରରେ ଲେଖିବ। ଠିକ୍ ଅଛି, ପ୍ରଥମରେ ଅଛି 884, ଏମିତି ଲେଖିବ 884 ଅକ୍ଷରରେ ପୁରା ଲେଖିବ। ତାପରେ ଅଛି 299, ତାପରେ ଅଛି 242 ତୁମେ ଲେଖିବ। ତାପରେ ଅଛି 124 ଲେଖିବ। ତାପରେ 388। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଖାଲି ଘରେ ସଂଖ୍ୟା ଲେଖିବ। ଖାଲି ଘରେ ସଂଖ୍ୟା ଲେଖିବ। ଖାଲି ଘରେ ଏଇଠି 750 ଅଛି, ଏଇଠି ପ୍ରଥମ ଘରେ ଲେଖିବ 7, ତାପରେ ଏଇଠି ଲେଖିବ 5। ଠିକ୍ ଅଛି, ତାପରେ ଏଇଠି ଲେଖିବ 0। ଠିକ୍ ଅଛି, ତାପରେ ଖ ନମ୍ବର ଏଇଠି 0 ଏଇଠି ପ୍ରଥମ ଘରେ ଲେଖିବ 0। ଠିକ୍ ଅଛି, 0 ଲେଖିବ। ତାପରେ 0 ଲେଖିବ ଏଇଠି 0, ତାପରେ ଏଇଠି ଲେଖିବ 5, 5 ନା 8 ଲେଖିବ ପିଲାମାନେ, 8 ଲେଖିବ, ଏଇଠି ଲେଖିବ 5। ଠିକ୍ ଅଛି, ତାପରେ ଗ ନମ୍ବର ଏଇଠି କେତେ ଲେଖିଲେ 300 ଅର୍ଥାତ୍ 300 ଅଛି, 7 10 ଅଛି, 4 1 ଅଛି, ଅର୍ଥାତ୍ 374। ଏଇଠି ଲେଖିବ 374। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ 804 ଅଛି, ଏଇଠି 8, ଏଇଠି 0, ଏଇଠି 4 ଲେଖିବ। ଠିକ୍ ଅଛି, ତାପରେ 500 4 10 3 1 ଅଛି, ତୁମେ ଏଇଠି ଲେଖିବ 543। ଠିକ୍ ଅଛି, 543 ଲେଖିବ। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି ଉତ୍ତର ଲେଖ। ଉତ୍ତର ଲେଖିବ ପିଲାମାନେ 49ରୁ ଅତି କମ୍ରେ କେତେ ବିୟୋଗ କଲେ ଯୁଗ୍ମ ସଂଖ୍ୟାଟିଏ ହେବ? 49ରୁ ଅତି କମ୍ରେ କେତେ ବିୟୋଗ କଲେ? ତୁମେ ଏଇଠି ଲେଖିବ 1 ଯୋଗ କଲେ, ବିୟୋଗ କଲେ ବି ହେବ ଏବଂ ଯୋଗ କଲେ ବି ହେବ। ଠିକ୍ ଅଛି, ଧନ୍ୟବାଦ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। 89ରେ ଅତି କମ୍ରେ କେତେ ଯୋଗ କଲେ ଅଯୁଗ୍ମ ସଂଖ୍ୟାଟିଏ ହେବ? 89ରେ ଅତି କମ୍ରେ କେତେ ଯୋଗ କଲେ
2 যোগ কলে ঠিক আছে 2 যোগ কলে গোटे अयुग्म संख्या हेब तापर 50 रु अधिक और 70 रु कम होउथबा 5टी अयुग्म संख्या तुमे लिखिबो केते केते लिखिबो 5टी अयुग्म संख्या लिखिबो तुमे 51 53 55 तापर लिखिबो 57 तापर लिखिबो 59 केतोटी लिखिबो 5टी लिखिबो ऑलरेडी 5टी होई सारी छी ठीक अछि तापर युग्म संख्या कहा को कहा जाए तो लिखिबो जो संख्या 2 द्वारा विभाज्य हुए सेमिति लिखिले भी हेबो एमिति भी तुम लिखि पारिबो जो संख्या समान 2 भाग हुए ताहाको युग्म संख्या कहा जाए ठीक अछि तापर परवर्ती प्रश्न देखिबा 2 अंक विशिष्ट बड़ संख्या 3 अंक विशिष्ट सानो संख्या ठारू केते कम 2 अंक विशिष्ट बड़ संख्या 3 अंक विशिष्ट सानो संख्या ठारू केते कम एक कम तुमे लिखिबो ठीक अछि धन्यवाद पिला माने वीडियोटी केमिति लागिला निश्चय कमेंट करी लिखि जणाइबो एवं ध्यान देबो जो प्रश्नर उत्तर तुमे जानि पारिबो नाही तुमे कमेंट रे लिखिबो आमे यथा शीघ्र सही प्रश्नर उत्तर कमेंट माध्यम रे हो किंबा एक वीडियो माध्यम रे हो तुम निकटको आमे पहुंचाई देबो ठीक अछि तापरे एपरि वीडियो देखिबा पई आम ए चैनल को निश्चय सब्सक्राइब करिवो पिला माने निश्चय सब्सक्राइब करिवो धन्यवाद।